ସକାଳର ବ୍ୟସ୍ତତାରେ ଯଦି ଆପଣମାନେ କୌଣସି ବି ଜଲ୍ଦି ସେ ଜଳଖିଆ ବନେଇବା ପାଇଁ ଚାହୁଁଛନ୍ତି ତାହେଲେ ଏମିତିକା ନରମ ସଫ୍ଟ ଜାଲିଦାର ଚକୁଳି ବହୁତ ସହଜରେ ବନେଇ ନେଇପାରିବେ। ବହୁତ ଜଲ୍ଦି ଏଇ ଚକୁଳିକୁ ବନେଇ ହେଇଥାଏ। ଇନଷ୍ଟାଣ୍ଟ ଏଇ ଚକୁଳିକୁ ଆପଣମାନେ ବନେଇ ନେଇପାରିବେ। ଉଷୁନା ଚାଉଳରେ ମୁଁ ଏଇ ଚକୁଳିକୁ ବନେଇଥିଲି। ବିନା ଫର୍ମେଣ୍ଟେସନରେ ବି ଏଇ ଚକୁଳି ବହୁତ ସହଜରେ ଜାଲିଦାର ଏବଂ ପୁରାପୁରି ତୁଳା ଭଳି ନରମ ଏଇ ଚକୁଳି ବନିବ। ଏହାର ତଳପଟ ବି ଆଦୌ ବି ପୁଡ଼ିବନି। ଦେଖନ୍ତୁ କେତେ ସୁନ୍ଦର ଏଇ ଚକୁଳି ବନିଛି। ବହୁତ ସହଜରେ ନା ଆପଣମାନେ ବନେଇ ନେଇପାରିବେ। ପରିବାରର ସମସ୍ତଙ୍କୁ ଏଇ ଚକୁଳି ଖାଇବା ପାଇଁ ବହୁତ ହି ପସନ୍ଦ ଆସିବ। ଆପଣମାନେ ନିଶ୍ଚୟ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ଭିଡ଼ିଓଟି ଆପଣମାନଙ୍କୁ ଯଦି ପସନ୍ଦ ଆସେ ତାହେଲେ ମୋ ଚ୍ୟାନେଲକୁ ପ୍ଲିଜ୍ ଲାଇକ୍ କରିବେ ଏବଂ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ଟିକୁ ଦବାଇବା ପାଇଁ ଆଦୌ ବି ଭୁଲିବେନି। ତାହେଲେ ମୋର ନୂଆ ନୂଆ ଭିଡ଼ିଓ ଆପଣମାନଙ୍କ ପାଖରେ ସର୍ବପ୍ରଥମେ ପହଞ୍ଚିଯିବ। ଆପଣମାନେ ଯେତେବେଳେ ବି ଚାହିଁବେ ନା ଏମିତିକା ନରମ ସଫ୍ଟ ଜାଲିଦାର ଚକୁଳି ବହୁତ ସହଜରେ ନା ବନେଇ ନେଇପାରିବେ। ମାତ୍ର 2 ବୁନ୍ଦା ତେଲରେ ନା ଏଇ ଚକୁଳିକୁ ବନେଇ ହେଇଥାଏ। ଖାଇବା ପାଇଁ ତ ଏଇ ଚକୁଳି ବହୁତ ହି ସୁଆଦିଆ ଲାଗିଥାଏ। ଯେତେବେଳେ ବି ଆପଣମାନେ ଚାହିଁବେ ଏଇ ଚକୁଳିକୁ ବହୁତ ସହଜରେ ବନେଇ ନେଇପାରିବେ। ଆଉ ଏଇ ଚକୁଳି ସହ ମୁଁ ଆପଣମାନଙ୍କ ସହ ଏକ ଚଟପଟା ପୁଦିନାର ଚଟଣିର ରେସିପି ମଧ୍ୟ ମୁଁ ସେୟାର କରିବି। ନିଶ୍ଚୟ ଆପଣମାନେ ଏଇ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚୟ ପସନ୍ଦ ଆସିବ। ନମସ୍କାର, ଆରତି କିଚେନ୍ ଭିଲେଜକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ଏବେ ରେସିପି ଷ୍ଟାର୍ଟ କରିବା। ଏଇଠି ମୁଁ ନେଇଛି ଗୋଟାଏ ମିକ୍ସି ବାଉଲ୍। ଏଇ ମିକ୍ସି ବାଉଲରେ ଏଇ ଗିନାରେ ମାପିକି ଆମେ ଉଷୁନା ଚାଉଳ ନେଇନେବା 2 ଗିନା। ଏଠି ମୁଁ ଗୋଟାଏ ଗିନା ଉଷୁନା ଚାଉଳ ନେଇଛି। ପୁଣି ଆଉ ଗୋଟାଏ ଗିନା ଉଷୁନା ଚାଉଳକୁ ମୁଁ ଏଠି ନେଇଛି। 2 ଗିନା ଏଠି ଉଷୁନା ଚାଉଳ ମୁଁ ନେଇଛି। ଏଇ ଉଷୁନା ଚାଉଳକୁ ଆମେ ଭଲ ଭାବରେ ନା ପରିଷ୍କାର କରି 4 ରୁ 5 ଥର ଆମେ ଧୋଇ ନେବା। ଏମିତି ଚକଟିକିନା ଆମେ ଚାଉଳକୁ ଭଲ ଭାବରେ ପରିଷ୍କାର କରିକି ଧୋଇ ନେବା। କାହିଁକିନା ବହୁତ ହି ଅପରିଷ୍କାର ପାଣି ଏଇ ଚାଉଳରୁ ବାହାରିଥାଏ। ତ ଭଲ ଭାବରେ ପରିଷ୍କାର କରି ଏଠି ମୁଁ ଧୋଇ ନେଇଛି 5 ଥର। ଏବେ ଚାଉଳରେ ଆମେ ଏକ୍ସଟ୍ରା ପାଣି ଦେଇଦେବା। ଅଧିକ ଟିକେ ଏଇଥିରେ ପାଣି ଦେଇଦେବେ। ଚାଉଳରେ ମୁଁ ପାଣି ଦେଇଦେଇଛି। ଆକୁ ବତୁରିବା ପାଇଁ ଛାଡ଼ିଦେବା 6 ରୁ 7 ଘଣ୍ଟା। ଆପଣମାନେ ଚାହିଁଲେ ରାତିରେ ଚାଉଳକୁ ବତୁରେଇ ନେବେ, ସକାଳେ ପିଠା ବନେଇବେ। ତ ଏବେ ଆକୁ 7 ଘଣ୍ଟା ପାଇଁ ଛାଡ଼ିଦେବା। ଏଇଠି ମୁଁ ଯେଉଁ ଗିନାରେ ଆମେ ଚାଉଳ ନେଇଥିଲେ ନା ସେଇ ସେମ୍ ଗିନାରେ ମାପିକି ଗୋଟାଏ ଗିନା ମୁଁ ନେଇଛି ଚୁଡ଼ା। ଚୁଡ଼ାକୁ ଗୋଟେ ମିକ୍ସି ବାଉଲରେ ଦେଇଦେଇଛି। ଚୁଡ଼ାକୁ ବି ନା ଆମେ ଭଲ ଭାବରେ ଏମିତି 4-5 ଥର ନା ଆମେ ପାଣି ଦେଇ ଚକଟିକି ଆମେ ଧୋଇ ନେବା। ଯେଉଁ ଚୁଡ଼ାରେ ଯେଉଁ ଅପରିଷ୍କାର ପାଣି ଥାଏ ପାଣିକୁ ଆମେ ବାହାର କରିନେବା। ଏଇଠି ଭଲ ଭାବରେ ନା ମୁଁ ଚୁଡ଼ାକୁ ଏମିତି ଚକଟିକି ପରିଷ୍କାର କରିକି ଏଇଠି ମୁଁ ଧୋଇ ନେଇଛି ଚୁଡ଼ାକୁ। ଚୁଡ଼ାକୁ ବି 4 ରୁ 5 ଥର ମୁଁ ଧୋଇ ନେଇଛି। ଏବେ ଚୁଡ଼ାରେ ଆମେ ଏଥିରେ ପାଣି ଦେଇଦେବା। ଚୁଡ଼ାରେ ନା ଅଧିକ ପାଣି ଦେବାକୁ ପଡ଼ିବନି। ତ ବହୁତ ଅଳ୍ପ ମୁଁ ଏମିତି ଜୁକଜୁକିଆ କରି ପାଣି ଏଥିରେ ଦେଇଦେଇଛି। ଆକୁ ବି ଢାଙ୍କୁଣି ଦେଇନା ଆମେ 10 ମିନିଟ୍ ପାଇଁ ଛାଡ଼ିଦେବା। ତାହେଲେ 10 ମିନିଟ୍ରେ ନା ଚୁଡ଼ା ଆମର ବହୁତ ବଢ଼ିଆ ସେ ସଫ୍ଟ ହେଇଯିବ। ତ ଏବେ এই ଚୁଡ଼ା ବତୁରିବା ଭିତରେ ଆମେ ଗୋଟାଏ ଚଟଣିର ପ୍ରସ୍ତୁତ କରିନେବା। ଏଇଠି ମୁଁ ଗୋଟିଏ ମିକ୍ସି ଜାର୍ ନେଇଛି। এই ମିକ୍ସି ଜାର୍ରେ ଦେଇଦେଇଛି 3 ରୁ 4 ଚାମଚ ଭଜା ହେଇଥିବା ବୁଟ ଆଉ 3-4 ଚାମଚ ନେଇଛି କଟା ହେଇଥିବା ନଡ଼ିଆ। ଅଧିକ ଟିକେ ପୁଦିନା ପତ୍ର ମୁଁ ଏଠି ଦେଇଛି। ପୁଦିନା ପତ୍ର ଦେଲେ ଚଟଣିର ଫ୍ଲେଭର ବହୁତ ବଢ଼ିଆ ଆସିବ, ଖାଇବା ପାଇଁ ଭଲ ଲାଗିବ। 3-4 କୁଲା ରସୁଣ, 3ଟି କଞ୍ଚା ଲଙ୍କା, ଅଧା ଚାମଚ ଗୋଟା ଜିରା, 2ଟି ଆଇସ୍ ଖଣ୍ଡ ମୁଁ ଏଠି ଦେଇଛି, 2 ଚାମଚ ଲେମ୍ବୁର ରସ ଏବଂ ଏଇଠି 2 ଚାମଚ ମାପର ପାଣି ଏବଂ ଏଇଥିରେ ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଟିକେ ଚିନି ଦେଇଛି। ଚିନି ଦେଲେ ଆମର ଚଟଣି ମିଠା ଲାଗିବନି କିନ୍ତୁ ଟେଷ୍ଟକୁ ବାଲାନ୍ସରେ ରଖିବ। ଯେହେତୁ ଲେମ୍ବୁର ରସ ଦିଆହେଇଛି ଭଲ ଭାବରେ ଆକୁ ମୁଁ ଗ୍ରାଇଣ୍ଡ କରି ନେଇଛି। ଗୋଟିଏ ପାତ୍ରକୁ ବାହାର କରି ନେଇଛି। ଅଳ୍ପ ଟିକେ ମିକ୍ସି ଜାର୍ ଧୋଇକି ଅଳ୍ପ ଟିକେ ଏଇଥିରେ ପାଣି ଦେଇଦେଇଛି। ଚଟଣିଟି ଆମର ଏମିତି ହୋଇଛି ଦେଖନ୍ତୁ। ଏବେ এই ଚଟଣିରେ ଆମେ ଗୋଟିଏ ତଡ଼କା ଲଗାଇ ନେବା। ତଡ଼କା ପ୍ୟାନ୍ରେ 2 ଚାମଚ ରିଫାଇନ୍ ତେଲ ଦେଇଦେଇଛି। 2ଟି ଶୁଖିଲା ଲଙ୍କାକୁ ଟିକେ ଏମିତି ଟିକେ କରିନେବା। ଏବେ ଏଇଠି ଅଧା ଚାମଚ ଦେଇଦେଇଛି କଳା ସୋରିଷ। ଏମିତି ଭଲ ଭାବରେ ଟିକେ ମିଶାଇ ନେବା। ଏଇଠି ଆଉ ଅଳ୍ପ ଟିକେ କିଛି ଭୃସଙ୍ଗା ପତ୍ର ମୁଁ ଏଇଠି ଦେଇଦେଇଛି। ଭଲ ଭାବରେ ଆମର ହେଇଗଲେ ଭାଜି ହେଇଗଲେ ଅଳ୍ପ ଟିକେ ଏଇଠି କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଦେଇଛି। ତାହେଲେ ଚଟଣିର କଲର୍ ଭଲ ଲାଗିବ ଦେଖିବା ପାଇଁ। ତ ଏବେ ଭଲ ଭାବରେ ମିଶାଇ ନେଇ ଆମେ এই ଚଟଣିରେ ତଡ଼କା ଲଗାଇ ନେବା। ଏବେ ଏଇସବୁକୁ এই ଚଟଣିରେ ଦେଇଦେବା। ଭଲ ଭାବରେ ଆକୁ ଆମେ ଗୋଟାଏ ଚାମଚ ସାହାଯ୍ୟରେ ମିଶାଇ ନେବା। ଏବେ ଆମର ପ୍ରସ୍ତୁତ ହେଇଗଲା ପୁଦିନାର ଚଟଣି। এই ଚଟଣି ଆମର ଭଲ ଭାବରେ ହେଇଯାଇଛି। ଆକୁ ସାଇଡ଼ରେ ରଖିଦେବା। ଏବେ ଆମେ ଯେଉଁ ଚାଉଳକୁ ବତୁରେଇକି ରଖିଥିଲେ 6 ରୁ 7 ଘଣ୍ଟା ହେଇଗଲାଣି। ଚାଉଳ ବି ଆମର ବହୁତ ବଢ଼ିଆ ସେ ବତୁରି ଯାଇଛି। ଏଇଠି ଚାଉଳ ମୁଁ ଆପଣମାନଙ୍କୁ ଦେଖାଉଛି। ଦେଖନ୍ତୁ କେତେ ବଢ଼ିଆ ସେ ଚାଉଳ ଆମର ବତୁରି ଯାଇଛି। ବହୁତ ବଢ଼ିଆ ସେ ଚାଉଳ ଆମର ବତୁରି ଯାଇଛି। ଚାଉଳରୁ ଭଲ ଭାବରେ ଆମେ ପାଣିକୁ ଛାଣି ନେବା। ଏଇଠି ମୁଁ ଚାଉଳରୁ ପାଣିକୁ ଛାଣି ନେଇଛି। ଚୁଡ଼ାକୁ ଆମେ ବତୁରେଇକି ରଖିଥିଲେ ଚୁଡ଼ା ବି ଆମର ବହୁତ ବଢ଼ିଆ ସେ ବତୁରି ଯାଇଛି। ଚୁଡ଼ାକୁ ବି ଏଇ ଚାଉଳ ସହ ଆମେ ଦେଇଦେବା। ସବୁତକ ଚୁଡ଼ାକୁ ଚାଉଳ ସହ ମୁଁ ଦେଇଦେଇଛି। ଏବେ ଏଇଥିରେ ଆମେ ଦେଇଦେବା ଗୋଟାଏ ଗିନା ନଡ଼ିଆ କୋରା ଏବଂ ଗୋଟାଏ ଗିନା ଏଇଥିରେ ମୁଁ ଦହି ଦେଇଦେଇଛି।
ଗୋଟାଏ ଚାମଚ ଏଥିରେ ଚିନି ଦେଇଛି। ଚିନି ଦେଲେ କ'ଣ ହେବ ନା ଆମର ଚକୁଳିଟି ମିଠା ହେବନି, କିନ୍ତୁ ଆମର ଟେଷ୍ଟକୁ ବାଲାନ୍ସ ରଖିବ, ଖାଇବା ପାଇଁ ବହୁତ ହି ସ୍ୱାଦିଆ ଲାଗିବ। ତ ଭଲ ଭାବରେ ନା ଏଇ ସବୁ ଜିନିଷକୁ ଆମେ ଚାମଚ ସାହାଯ୍ୟରେ ମିଶାଇ ନେବା। ତ ଚାମଚରେ ବି ଆପଣ ମିଶାଇ ନେଇପାରିବେ କିମ୍ବା ହାତ ସାହାଯ୍ୟରେ ବି ଆପଣ ମିଶାଇ ନେଇପାରିବେ। ଭଲ ଭାବରେ ଏଇ ସବୁ ଜିନିଷକୁ ମିଶାଇ ନେଇ ସାରିଲା ପରେ ଏଇଠି ମୁଁ ଗୋଟେ ମିକ୍ସି ଜାର୍ ନେଇଛି। ମିକ୍ସି ଜାର୍ରେ ଆମେ ଏଇ ଯେଉଁ ମିଶ୍ରଣକୁ ନା ଅଳ୍ପ ଏଥିରେ ଦେଇଦେବା। ଅଧିକ ଟିକେ ଅଛି ତ ମୁଁ ଆକୁ 2 ଥର ବାଟି ନେବି। ତ ଏଥିରେ ଅଧା ମିଶ୍ରଣକୁ ଦେଇଦେଇଛି। ଏଇଠି ମୁଁ ଗୋଟାଏ ଗିନା ପାଣି ନେଇଛି, ଏଇଥିରେ ମୁଁ ଦେଇଦେଇଛି। ତ ଅଳ୍ପ ଅଳ୍ପ ପାଣି ଦେଇନା এই ଚାଉଳକୁ ଆମେ ଭଲ ଭାବରେ ବାଟି ନେବା। ଏକାଥରକରେ ଅଧିକ ପାଣି ଦେବେନି, ନହେଲେ ଚାଉଳ ଆମର ଭଲ ଭାବରେ ବାଟି ହେବନି। ଯେହେତୁ ଏଇଠି ଉଷୁନା ଚାଉଳ ଅଛି, ଏଇଠି ମୁଁ ଅଳ୍ପ ଅଳ୍ପ ପାଣି ଦେଇ ଆକୁ ଭଲ ଭାବରେ ଚିକ୍କଣ କରିକି ବାଟି ନେଇଛି। ଏଇ ଦେଖନ୍ତୁ କେତେ ବଢ଼ିଆ ସେ ବେଟରଟି ଆମର ହୋଇଛି। ଏମିତି ହିଁ ନା ବେଟର ହେଇଛି। ଦେଖନ୍ତୁ ପୁରାପୁରି ଚିକ୍କଣ କରିକିନା ମୁଁ ବେଟରକୁ ବାଟି ନେଇଛି। ଚାଉଳକୁ ଯେତେ ଚିକ୍କଣ କରି ବାଟି ନେବେ ତାହେଲେ ପିଠା ଆମର ସେତେ ପରଫେକ୍ଟ ବନିବ। ଗୋଟାଏ ବାଉଲକୁ ମୁଁ ବାହାର କରିନେଇଛି। 2 ଥର ବାଟି ନେଇ ମୁଁ ବାଉଲକୁ ବାହାର କରିନେଇଛି। ଅଳ୍ପ ଟିକେ ମିକ୍ସି ଜାର୍କୁ ଧୋଇ ଏଥିରେ ମୁଁ ପାଣି ଦେଇଦେଇଛି। ଏଇଠି ଦେଖନ୍ତୁ ବେଟରଟି ଆମର କେମିତି ହୋଇଛି। ଏମିତି ହିଁ ବେଟର ଆମକୁ ଦରକାର। ଆଠୁ ଅଧିକ ପତଳା ବନେଇବେନି କି ଅଧିକ ଗାଢ଼ା ବି ବନେଇବେନି। ଭଲ ଭାବରେ ଆକୁ 4ରୁ 5 ମିନିଟ୍ ପାଇଁ ଆକୁ ଭଲ ଭାବରେ ଏମିତି ଫେଣ୍ଟି ନେବା। ଏଠି ମୁଁ ସ୍ୱାଦ ଅନୁସାରେ ଲୁଣ ଦେଇଦେଇଛି। ଭଲ ଭାବରେ ଏ ସବୁ ଜିନିଷକୁ ଆମେ ମିଶାଇ ନେବା। ଏଠି ମୁଁ ଭଲ ଭାବରେ ସବୁ ଜିନିଷକୁ ମିଶାଇ ନେଇଛି। ବେଟରଟି ଦେଖନ୍ତୁ ଆମର ଏମିତି ହିଁ ଦରକାର। ଏ ଦେଖନ୍ତୁ କେତେ ବଢ଼ିଆ ସେ ବେଟର ଆମର ହେଇଯାଇଛି। ଏବେ ଏମିତି ଚାମଚରେ ପଛପଟରେ ମୁଁ ନେଇଛି, ଏମିତି ଆଙ୍ଗୁଳି ଲଗାଉଛି। ଦେଖନ୍ତୁ 2 ପଟରେ ଲାଗୁନି ଆଦୌ ବି। ଏମିତି ହିଁ ବେଟର ଆମକୁ ଦରକାର। ଏମିତି ଉପରକୁ ଉଠେଇବେ, ଏମିତି ପଡ଼ିବ ଯେମିତି ଆଦୌ ବି କାଟି କାଟି ପଡ଼ିବନି। ପୁରାପୁରି ସିଧା ଏମିତି ପଡ଼ିବ। ଏମିତି ହିଁ ବେଟର ଆମକୁ ଦରକାର। ଯେହେତୁ ଆମେ ଇନଷ୍ଟେଣ୍ଟ ଏ ପିଠାକୁ ବନେଇବା, ତ ଏଇ ଚାମଚରେ ମୁଁ 3 ଭାଗରୁ ଗୋଟାଏ ଭାଗ ନେଇଛି ଖାଇବା ସୋଡ଼ା। ଅଳ୍ପ ଟିକେ ଏଇଥିରେ ପାଣି ଦେଇ ଆକୁ ଭଲ ଭାବରେ ନା ଏମିତି ମିଶାଇ ନେବା। ଏଇଠି ମୁଁ ବେଟରକୁ ଭଲ ଭାବରେ ମିଶାଇ ନେଇଛି। ଏବେ ନା ଆମେ ଗୋଟାଏ ଏଇଠି ମୁଁ ନେଇଛି ଗୋଟାଏ ଏମିତି ଛୋଟ ସାଇଜ୍ର ବାଇଗଣ। ଏ ବାଇଗଣର এই ବଙ୍ଖିକୁ ଆମେ ଗୋଟେ ଛୁରୀ ସାହାଯ୍ୟରେ କାଟି ନେବା। ଏଇଠି ମୁଁ କାଟି ନେଇ ସାରିଲା ପରେ ନା ଗୋଟାଏ ଗିନାରେ ମୁଁ ଏଇଠି ଅଳ୍ପ ଟିକେ ଖାଲି ତେଲ ନେଇଛି। ଏଇ ତେଲରେ ନା এই ବାଇଗଣର ବଙ୍ଖିକୁ ଆମେ ଗ୍ୟାସରେ ତାୱା ମୁଁ ଆଗରୁ ବସାଇ ଦେଇଥିଲି। ତାୱା ଭଲ ଭାବରେ ଗରମ ହେଇଗଲାଣି। ଏଇ ଯେଉଁ ବାଇଗଣ ବଙ୍ଖିରେ ଅଳ୍ପ ଟିକେ ମୁଁ ତେଲ ନେଇଛି, ଏମିତି ଲଗାଇ ନେବା। ଯେହେତୁ ଆମର ବ୍ରସ୍ ଦରକାର ପଡ଼ିବନି। ଏବେ ଏମିତି ବେଟରକୁ ନେଇ ଗୋଟାଏ ଚାମଚ ଏଇ ତାୱାରେ ଆମେ ଦେଇଦେବା। ଏମିତି ଚାମଚର ପଛପଟେ ଏମିତି ଟିକେ ସ୍ପ୍ରେଡ୍ କରିନେବା। ଆକୁ ଅତ୍ୟଧିକ ପତଳା ବନେଇବାନି, ତ ଏମିତି ଟିକେ ମୋଟା ସାଇଜ୍ରେ ଆକୁ ବନେଇବା। ଏମିତି ଦେଇଦେବା। ଗୋଟାଏ ମିନିଟ୍ ଭିତରେ ଦେଖନ୍ତୁ କେତେ ବଢ଼ିଆ ସେ ବବଲ୍ସ ଆସିଯାଇଛି। ଦେଖନ୍ତୁ କେତେ ସୁନ୍ଦର ହେଇଯାଇଛି। ଏବେ ଆମେ ଆକୁ ଢାଙ୍କୁଣି ଦେଇନା ଆଉ ଗୋଟାଏ ମିନିଟ୍ ପାଇଁ ଛାଡ଼ିଦେବା। ଦେଖନ୍ତୁ କେତେ ସୁନ୍ଦର ହେଇଯାଉଛି। ଏବେ ନା ଆକୁ ଆମେ ଢାଙ୍କୁଣି ଦେଇଦେବା। ଢାଙ୍କୁଣି ଦେଇ ଗୋଟାଏ ମିନିଟ୍ ପାଇଁ ଆକୁ ଆମେ ଛାଡ଼ିଦେବା। ଏଇଠି ମୁଁ ଗୋଟାଏ ମିନିଟ୍ ପରେ ଢାଙ୍କୁଣି କାଢ଼ି ଦେଖାଉଛି। ଦେଖନ୍ତୁ ଆମର ଚକୁଳିଟି କେତେ ବଢ଼ିଆ ସେ ହେଇଯାଇଛି। ଆକୁ ଆମେ ବାହାର କରିନେବା ଗୋଟାଏ ପ୍ଲେଟ୍କୁ। ଏଇଠି ଦେଖନ୍ତୁ କେତେ ସୁନ୍ଦର ଆମର ହେଇଯାଉଛି। ପୁଣି ମୁଁ ଆପଣମାନଙ୍କୁ ଆଉ ଗୋଟିଏ ଚକୁଳିକି ବନେଇକି ଦେଖାଉଛି। ଦେଖନ୍ତୁ କେତେ ସୁନ୍ଦର ଚକୁଳି ଆମର ହେଇଛି। ପୁଣି ଆପଣମାନଙ୍କୁ ଆଉ ଗୋଟାଏ ଚକୁଳି ମୁଁ ବନେଇକି ଦେଖାଉଛି। ଏଇଥିରେ ତେଲ ମୁଁ ଲଗାଉନି, ବିନା ତେଲରେ ହିଁ ନା ଏଇ ଚକୁଳିକୁ ଆମେ ବନେଇ ନେବା। ଏ ଦେଖନ୍ତୁ ଏମିତି ମୁଁ ଚାମଚର ପଛପଟେ ଟିକେ ସ୍ପ୍ରେଡ୍ କରିନେଉଛି। ବହୁତ ବଢ଼ିଆ ସେ ବବଲ୍ସ ଆସିଗଲେ ଆକୁ ଢାଙ୍କୁଣି ଦେଇଦେବା। ଗୋଟାଏ ମିନିଟ୍ ପରେ ଇଏ ବହୁତ ବଢ଼ିଆ ସେ ହେଇଯାଇଛି। ওই ଚକୁଳିକୁ ମୁଁ ଓଲଟାଇକି ଦେଖାଉଛି। ଦେଖନ୍ତୁ ପଛପଟେ ବି ଆଦୌ ବି କଲର୍ ଆଦୌ ବି ଚେଞ୍ଜ ହେଇନି, ପୁରାପୁରି ପରିଷ୍କାର ଅଛି। ଦେଖନ୍ତୁ ଚକୁଳିକୁ ଓଲଟାଇବା ପାଇଁ ପଡ଼ିବନି। ଏମିତି ହିଁ ନା ଚକୁଳିକୁ ଆପଣ ବନେଇ ନେଇପାରିବେ। ସବୁତକ ଚକୁଳିକୁ ଏଇଠି ମୁଁ ବନେଇ ନେଇଛି। ଗୋଟାଏ ପ୍ଲେଟ୍କୁ ବାହାର କରି ନେଇଛି। ଦେଖନ୍ତୁ କେତେ ସୁନ୍ଦର ଚକୁଳି ଆମର ବହୁତ ବଢ଼ିଆ ସେ ହେଇଯାଇଛି। ପଛପଟେ ବି ଆମର କେତେ ସୁନ୍ଦର କଲର୍ ଆସିଛି। ଦେଖନ୍ତୁ ଚକୁଳିର ପୁରାପୁରି ତୁଳା ଭଳି ନରମ ସଫ୍ଟ ଜାଲିଦାର ଚକୁଳି ଆପଣମାନେ ଯେତେବେଳେ ବି ଚାହିଁବେ ବନେଇ ନେଇପାରିବେ। ପରିବାରର ସମସ୍ତଙ୍କୁ ଏଇ ଚକୁଳି ବହୁତ ହି ପସନ୍ଦ ଆସିବ। ଏମିତି ଚଟଣି ସହ ଆପଣ ଲଗେଇକି ଖାଇବେ। ଏଇ ଚକୁଳି ଖାଇବା ପାଇଁ ବହୁତ ହି ସୁଆଦିଆ ଲାଗିବ ଏଇ ଚକୁଳି।
ଆପଣମାନେ ଯେତେବେଳେ ବି ପସନ୍ଦ କରିବେ ସେତେବେଳେ ଏଇ ଚକୁଳିକୁ ବହୁତ ସହଜରେ ଆପଣମାନେ ବନେଇ ନେଇପାରିବେ। ଏଇ ଚକୁଳିକୁ ଆପଣମାନେ ଯେକୌଣସି ଚଟଣି ସହ ଏମିତି ଲଗେଇକି ଖାଆନ୍ତୁ, ଦେଖିବେ ବହୁତ ହି ସୁଆଦିଆ ଲାଗିବ। ଏମିତି ଚକୁଳି ଥରୁଟିଏ ବନେଇକି ଦେଖନ୍ତୁ ତ ପରିବାରର ସମସ୍ତେ ବହୁତ ହି ପସନ୍ଦ କରିବେ ଏଇ ଚକୁଳି ଖାଇବା ପାଇଁ। ଆଜିର ଭିଡ଼ିଓଟି ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ ମୋତେ କମେଣ୍ଟରେ ଜଣାଇବେ। ପୁଣି ନୂଆ ଏକ ଭିଡ଼ିଓରେ ଦେଖାହେବ। ରହୁଛି, ନମସ୍କାର।